ଗୀତ ସଂହିତା ଅଧ୍ୟାୟ 76। ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ। ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫ୍ର ଗୀତ। ପରମେଶ୍ୱର ଜିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ୍। ମଧ୍ୟ ସାଲେମରେ ତାହାଙ୍କର ଆବାସ ଓ ସିଓନରେ ତାହାଙ୍କର ବାସସ୍ଥାନ। ସେଠାରେ ସେ ଧନୁ ତୀର ସବୁ ଢାଲ ଓ ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜମୟ ଓ ମହିମାନ୍ୱିତ। ସାହସିକ ଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି। ପୁଣି ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇନାହିଁ। ହେ ଯାକୁବର ପରମେଶ୍ୱର, ତୁମ୍ଭ ତର୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି। ତୁମ୍ଭେ ହିଁ ଭୟପାତ୍ର ଓ ତୁମ୍ଭେ ଥରେ କ୍ରୁଦ୍ଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇପାରିବ? ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ। ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ ବିଚାର କରିବାକୁ ଉଠିବା ବେଳେ ପୃଥିବୀ ଭୀତ ଓ ନୀରବ ହେଲା। ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ। ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟି ବନ୍ଧନ କରିବ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର। ଯେ ଭୟପାତ୍ର ତାହାଙ୍କ ଚତୁର୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ। ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି। ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି। ଗୀତ ସଂହିତା ଅଧ୍ୟାୟ 77। ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନର ରୀତି ଅନୁସାରେ ଆସଫ୍ର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସୋରବରେ କାକୁକ୍ତି କରିବି। ପରମେଶ୍ୱରଙ୍କ ନିକଟରେ ହିଁ ସୋରବରେ କାକୁକ୍ତି କରିବି। ତହିଁରେ ସେ ମୋ ପ୍ରତି କର୍ଣ୍ଣପାତ କରିବେ। ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି। ରାତ୍ରି କାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଂକୁଚିତ ନୋହିଲା। ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମତ ହେଲା। ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି। ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। ତୁମ୍ଭେ ମୋ ଚକ୍ଷୁକୁ ଉଜାଗର କରି ରଖୁଅଛ। ମୁଁ ଏପରି ବ୍ୟାକୁଳ ଯେ କଥା କହିପାରୁନାହିଁ। ମୁଁ ପୂର୍ବକାଳର ଦିନ ସବୁ, ପୁରାତନ କାଳର ବର୍ଷ ସବୁ ଭାବନା କରିଅଛି। ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି। ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି। ପୁଣି ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା। ପ୍ରଭୁ କଣ ସଦାକାଳ ପରିତ୍ୟାଗ କରିବେ? ସେ କଣ ଆଉ ସୁପ୍ରସନ୍ନ ହେବେ ନାହିଁ? ତାହାଙ୍କ ଦୟା କଣ ଚିରକାଳ ଲୁପ୍ତ ହେଲା? ତାହାଙ୍କ ପ୍ରତିଜ୍ଞା କଣ ଚିରକାଳ ବିଫଳ ହୁଏ? ପରମେଶ୍ୱର କଣ କୃପାମୟ ହେବାକୁ ପାଶୋରି ଅଛନ୍ତି? ସେ କଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି? ତହୁଁ ମୁଁ କହିଲି, ଏହା ହିଁ ମୋହର ଦୁର୍ବଳତା। ମାତ୍ର ମୁଁ ସର୍ବପରିସ୍ତଙ୍କ ଦକ୍ଷିଣ ହସ୍ତର ବର୍ଷ ସକଳ ସ୍ମରଣ କରିବି। ମୁଁ ସଦାପ୍ରଭୁଙ୍କ କର୍ମ ସବୁ ଉଲ୍ଲେଖ କରିବି। ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟ କ୍ରିୟା ସବୁ ସ୍ମରଣ କରିବି। ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟା ସକଳ ଧ୍ୟାନ କରିବି। ହେ ପରମେଶ୍ୱର, ପବିତ୍ରତାରେ ତୁମ୍ଭର ପଥ ଥାଏ। ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ? ତୁମ୍ଭେ ଆଶ୍ଚର୍ଯ୍ୟ କର୍ମକର୍ତ୍ତା ପରମେଶ୍ୱର। ତୁମ୍ଭେ ଗୋଷ୍ଠୀମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ। ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ ଯାକୁବ ଓ ଯୋସେଫର ସନ୍ତାନଗଣକୁ ମୁକ୍ତ କରିଅଛ। ହେ ପରମେଶ୍ୱର, ଜଳରାଶି ତୁମ୍ଭଙ୍କୁ ଦେଖିଲା। ଜଳରାଶି ତୁମ୍ଭଙ୍କୁ ଦେଖି ଭୀତ ହେଲା। ମଧ୍ୟ ବାରିଧି କମ୍ପିତ ହେଲା। ମେଘମାଳ ଜଳବୃଷ୍ଟି କଲେ। ଆକାଶ ଗର୍ଜନ କଲା। ମଧ୍ୟ ତୁମ୍ଭର ତୀର ସବୁ ବ୍ୟାପ୍ତ ହେଲା। ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା।
ବିଜୁଳି ଜଗତକୁ ଆଲୁଅମୟ କଲା। ପୃଥିବୀ କମ୍ପିତ ଓ ଥରହର ହେଲା। ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା। ପୁଣି ତୁମ୍ଭର ପଦଚିହ୍ନ ଜଣା ନୋହିଲା। ତୁମ୍ଭେ ମୂଷା ଓ ହାରଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷ ପଲ ପରି ଚଳାଇଲ। ଗୀତ ସଂହିତା ଅଧ୍ୟାୟ 78। ଆସଫ୍ର ମସ୍କିଲ। ହେ ମୋହର ଲୋକମାନେ, ମୋହର ବ୍ୟବସ୍ଥା ଶୁଣ। ମୋ ମୁଖର ବାକ୍ୟରେ କର୍ଣ୍ଣପାତ କର। ମୁଁ ଦୃଷ୍ଟାନ୍ତ କଥାରେ ଆପଣା ମୁଖ ଫିଟାଇବି। ମୁଁ ପୂର୍ବକାଳର ଗୂଢ଼ ବାକ୍ୟ ସବୁ ପ୍ରକାଶ କରିବି। ଆମ୍ଭେମାନେ ତାହା ସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇଅଛନ୍ତି। ଆମ୍ଭେମାନେ ତାହା ସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ। ଆସନ୍ତା ପୁରୁଷ ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମ ସକଳ ବର୍ଣ୍ଣନା କରିବା। କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ। ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ ଆମ୍ଭମାନଙ୍କ ପିତୃଗଣଙ୍କୁ ଆଜ୍ଞା କଲେ, ଯେପରି ଆସନ୍ତା ପୁରୁଷ ଅର୍ଥାତ୍ ଯେଉଁ ସନ୍ତାନଗଣ ଜାତ ହେବେ, ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ। ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖିପାରିବେ ଓ ପରମେଶ୍ୱରଙ୍କ କ୍ରିୟା ସକଳ ପାସୋରି ନ ଯିବେ, ମାତ୍ର ତାହାଙ୍କ ଆଜ୍ଞା ସବୁ ପାଳନ କରିବେ। ପୁଣି ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ। ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନଥିଲା। ଇଫ୍ରାଇମର ସନ୍ତାନଗଣ ସସଜ ଓ ଧନୁର୍ଦ୍ଧର ହୋଇ ସଂଗ୍ରାମ ଦିନରେ ହଟିଗଲେ। ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚଳିବା ପାଇଁ ଅସ୍ୱୀକାର କଲେ। ସେମାନେ ତାହାଙ୍କ କାର୍ଯ୍ୟ ସକଳ, ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟା ସକଳ ଭୁଲିଗଲେ। ସେ ସେମାନଙ୍କ ପିତୃଗଣ ସାକ୍ଷାତରେ ମିଶର ଦେଶରେ ସ୍ୱୟଂପଦାରେ ନାନା ଆଶ୍ଚର୍ଯ୍ୟ କର୍ମ କଲେ। ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ। ପୁଣି ସେ ଜଳସମୂହକୁ ରାଶି ରୂପେ ଠିଆ କରାଇଲେ। ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନି ତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ। ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ। ପୁଣି ଯେପରି ଅଗାଧ ସ୍ଥଳରୁ ସେପରି ସେମାନଙ୍କୁ ପ୍ରଚୁର ଜଳପାନ କରାଇଲେ। ସେ ଶୈଳରୁ ସ୍ରୋତ ବାହାର କଲେ ଓ ନଦୀତୁଲ୍ୟ ଜଳ ବହାଇଲେ। ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ। ପୁଣି ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ। ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ। ସେମାନେ କହିଲେ, ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ? ଦେଖ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା ଓ ସ୍ରୋତ ପ୍ରବାହିତ ହେଲା। ସେ କି ଅନ୍ନ ହିଁ ଦେଇପାରନ୍ତି? ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ? ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ ଇସ୍ରାଏଲ ବିରୁଦ୍ଧରେ ହିଁ କ୍ରୋଧ ଉଠିଲା। କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ। ତେବେ ହେଁ ସେ ଉପରିସ୍ଥ ମେଘମାଳାକୁ ଆଜ୍ଞା କଲେ ଓ ଆକାଶର ଦ୍ୱାର ମୁକ୍ତ କଲେ। ଆଉ ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନା ବର୍ଷାଇଲେ ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ। ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା। ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ। ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ। ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ। ପୁଣି ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ। ସେ ସେମାନଙ୍କ ଛାଉଣି ମଧ୍ୟରେ ସେମାନଙ୍କ ଆବାସର ଚତୁର୍ଦିଗରେ ତାହା ବର୍ଷାଇଲେ।
ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ ଓ ସେ ସେମାନଙ୍କ ଅଭିଳଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ। ଅଭିଳଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନହୁଣୁ ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା। ପୁଣି ଇସ୍ରାଏଲର ଯୁବାଗଣକୁ ସଂହାର କଲା। ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ। ଏହେତୁ ସେ ଅସାରତାରେ ସେମାନଙ୍କ ଦିନ ଓ ବିହ୍ୱଳତାରେ ସେମାନଙ୍କ ବର୍ଷ ସବୁ କ୍ଷେପଣ କରାଇଲେ। ସେ ସେମାନଙ୍କୁ ବଧ କଲାବେଳେ ସେମାନେ ତାହାଙ୍କୁ ଖୋଜିଲେ ଆଉ ଫେରି ଶୀଘ୍ର ପରମେଶ୍ୱରଙ୍କର ଅନ୍ୱେଷଣ କଲେ। ପରମେଶ୍ୱର ଯେ ସେମାନଙ୍କର ଶୈଳ ଓ ସର୍ବପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା ଏହା ସ୍ମରଣ କଲେ। ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ, କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନଥିଲା, କିଏ ବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନଥିଲେ। ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ। ପୁଣି ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି ଆପଣା କୋପ ଉତ୍ତେଜ କଲେ ନାହିଁ। ଆଉ ସେମାନେ ଯେ ମାଂସପାତ୍ର ଓ ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ। ସେମାନେ ପ୍ରାନ୍ତର ମଧ୍ୟରେ କେତେଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ। ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ। ସେମାନେ ତାହାଙ୍କର ହସ୍ତ ଓ ଯେଉଁଦିନ ସେ ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହିଦିନ ଆଉ ସେ କି ରୂପେ ମିଶରରେ ଆପଣା ଚିହ୍ନ ଓ ସ୍ୱୟଂପଦାରେ ଆପଣାର ଅଦ୍ଭୁତ ଲକ୍ଷଣ ସ୍ଥାପନ କଲେ, ପୁଣି ସେମାନଙ୍କର ନଦୀ ଓ ସ୍ରୋତ ସବୁ ରକ୍ତମୟ କରିବାରୁ ସେମାନେ ପାନ କରିପାରିଲେ ନାହିଁ, ଏହା ସବୁ ସ୍ମରଣ କଲେ ନାହିଁ। ସେ ସେମାନଙ୍କ ମଧ୍ୟକୁ ଦଂଶକ ଝାଙ୍କ ପଠାଇଲେ, ସେ ସବୁ ସେମାନଙ୍କୁ ଗ୍ରାସ କଲେ ଓ ବେଙ୍ଗ ପଠାଇଲେ, ସେ ସବୁ ସେମାନଙ୍କୁ ବିନାଶ କଲେ। ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ। ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ ହିମ ଦ୍ୱାରା ସେମାନଙ୍କ ଡିମ୍ବୁରି ବୃକ୍ଷ ମାରି ପକାଇଲେ। ଆହୁରି ସେ ସେମାନଙ୍କ ପଶୁଗଣକୁ ଶିଳାରେ ଓ ସେମାନଙ୍କ ପଲ ସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ କଲେ। ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ ଓ ସଙ୍କଟ ରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ। ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ୟୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ। ସେ ମିଶରରେ ପ୍ରଥମ ଜାତ ସମସ୍ତଙ୍କୁ, ହାମ୍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ। ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ। ପୁଣି ସେ ସେମାନଙ୍କୁ ନିରାପଦରେ ଚଳାଇଲେ, ତେଣୁ ସେମାନେ ଉଦ୍ବିଗ୍ନ ନୋହିଲେ। ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା, ଆଉ ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ। ଆହୁରି ସେ ସେମାନଙ୍କ ଆଗରୁ ଗୋଷ୍ଠୀୟ ବର୍ଗଙ୍କୁ ତଡ଼ିଦେଲେ ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରିଦେଲେ ଓ ଇସ୍ରାଏଲ ଗୋଷ୍ଠୀ ବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ। ତଥାପି ସେମାନେ ସର୍ବପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ ଓ ତାହାଙ୍କର ପ୍ରମାଣ ବାକ୍ୟ ସବୁ ପାଳନ କଲେ ନାହିଁ, ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ ବିଶ୍ୱାସଘାତକତା କଲେ। ସେମାନେ ପ୍ରବଞ୍ଚକ ଧନୁତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ, କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ। ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ
ଓ ଇସ୍ରାଏଲକୁ ଅତିଶୟ ଘୃଣା କଲେ। ଏପରିକି ସେ ସିଲୋସ୍ଥିତ ଆବାସ ଓ ମନୁଷ୍ୟମାନଙ୍କ ମଧ୍ୟରେ ଆପଣା ସ୍ଥାପିତ ତମ୍ବୁ ପରିତ୍ୟାଗ କଲେ। ପୁଣି ସେ ବନ୍ଦିତ୍ୱରେ ଆପଣା ପରାକ୍ରମ ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ। ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ୍ଗରେ ସମର୍ପି ଦେଲେ ଓ ଆପଣା ଅଧିକାର ପ୍ରତି କ୍ରୁଦ୍ଧ ହେଲେ। ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା ଓ ସେମାନଙ୍କ କନ୍ୟାଗଣର ବିବାହ ଗୀତ ହେଲା ନାହିଁ। ସେମାନଙ୍କ ଯାଜକଗଣ ଖଡ୍ଗରେ ପତିତ ହେଲେ ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ। ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ, ଆଉ ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ। ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ। ଆହୁରି ସେ ଯୋସେଫର ତମ୍ବୁ ଅଗ୍ରାହ୍ୟ କଲେ ଓ ଇଫ୍ରାଇମ୍ ଗୋଷ୍ଠୀକି ମନୋନୀତ କଲେ ନାହିଁ, ମାତ୍ର ଜିହୁଦା ଗୋଷ୍ଠୀକି ଆପଣାର ପ୍ରିୟ ସିଓନ ପର୍ବତକୁ ମନୋନୀତ କଲେ। ଆଉ ସେ ଉଚ୍ଚ ଗଗନତୁଲ୍ୟ ଓ ଅନନ୍ତକାଳ ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ ନିର୍ମାଣ କଲେ। ଆହୁରି ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ। ସେ ଆପଣା ଲୋକ ଜାକୁବକୁ ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷିଗଣ ପଛରୁ ତାଙ୍କୁ ଆଣିଲେ। ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ। ଗୀତ ସଂହିତା ଅଧ୍ୟାୟ 79। ଆସଫ୍ର ଗୀତ। ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି। ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି। ସେମାନେ ଜିରୁସାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି। ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି। ତୁମ୍ଭ ସଦ୍ଭକ୍ତମାନଙ୍କ ମାଂସ ଭୂଚର ପକ୍ଷୀଗଣକୁ ଦେଇଅଛନ୍ତି। ସେମାନଙ୍କର ରକ୍ତ ଜିରୁସାଲମର ଚତୁର୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତି ଓ ସେମାନଙ୍କୁ କବର ଦେବା ପାଇଁ କେହି ନଥିଲା। ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ, ଆମ୍ଭମାନଙ୍କ ଚତୁର୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ। ହେ ସଦାପ୍ରଭୁ, କେତେ କାଳ? ତୁମ୍ଭେ କି ସଦାକାଳ କ୍ରୁଦ୍ଧ ହେବ? ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ? ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳି ଦିଅ। କାରଣ ସେମାନେ ଜାକୁବକୁ ଗ୍ରାସ କରିଅଛନ୍ତି ଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି। ଆମ୍ଭମାନଙ୍କ ପିତୃପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ। ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ, କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ। ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପ ସବୁ ମାର୍ଜନା କର। ଅନ୍ୟ ଦେଶୀୟମାନେ କି ହେତୁ କହିବେ, ସେମାନଙ୍କର ପରମେଶ୍ୱର କାହାନ୍ତି? ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି, ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ। ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ। ତୁମ୍ଭ ପରାକ୍ରମର ମହତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର। ପୁଣି ହେ ପ୍ରଭୁ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି, ସେହି ନିନ୍ଦାର 7 ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ। ତହିଁରେ ତୁମ୍ଭର ଲୋକ ଓ ତୁମ୍ଭର ଚରାସ୍ଥାନର ମେଷ ଯେ ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା। ଆମ୍ଭେମାନେ ପୁରୁଷ ପରମ୍ପରା ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା। ଗୀତ ସଂହିତା ଅଧ୍ୟାୟ 80। ପ୍ରଧାନ ବାଦ୍ୟକର ନିମନ୍ତେ ସୋସୋନିମ୍ ଏଦୁତ୍ ସ୍ୱରରେ ଆସଫ୍ର ଗୀତ।
हे ଇସ୍ରାଏଲର ପାଳକ ମେଷପଲ ତୁଲ୍ୟ ଯୋସେଫକୁ ଚଳାଅ ଯେ ତୁମ୍ଭେ କର୍ଣ୍ଣପାତ କର। କିରୁବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ ପ୍ରକାଶମାନ ହୁଅ। ଇଫ୍ରାଇମ୍ ଓ ବିନ୍ୟାମିନ୍ ଓ ମନଶୀର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର। ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର। ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେକାଳ କ୍ରୁଦ୍ଧ ହୋଇଥିବ? ତୁମ୍ଭେ ସେମାନଙ୍କୁ ଲୋତକ ରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ। ତୁମ୍ଭେ ଆମ୍ଭମାନଙ୍କ ପ୍ରତିବେଶୀଗଣ ନିକଟରେ ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ। ପୁଣି ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି। ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର। ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। ତୁମ୍ଭେ ମିଶରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ। ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇ ତାହା ରୋପଣ କଲ। ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ। ତହିଁରେ ତାହା ବଦ୍ଧମୂଳ ହୋଇ ଦେଶଯାକ ବ୍ୟାପିଗଲା। ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ ଓ ତାହାର ଶାଖା ସବୁ ପରମେଶ୍ୱରଙ୍କ ଏରସ୍ ବୃକ୍ଷ ତୁଲ୍ୟ ହେଲେ। ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ ପଥିକ ସବୁ ତାହା ଛିଣ୍ଡାଇ ପକାଉଅଛନ୍ତି? ବନରୁ ବରାହ ଆସି ତାହା ଉଜାଡ଼ି ପକାଏ ଓ ବିଲର ପଶୁଗଣ ତାହା ଖାଇଯାଆନ୍ତି। ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭେମାନେ ବିନୟ କରୁଅଛୁ, ଫେର। ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ। ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି। ତୁମ୍ଭ ମୁଖର ତର୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି। ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ। ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ। ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା। ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ। ଆପଣା ମୁଖର ତେଜ ପ୍ରକାଶ କର। ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 148, ଗୁରୁବାର। ଆଜି ଆମ୍ଭେମାନେ ଗୀତ ସଂହିତା 76 ପର୍ବଠାରୁ 80 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶ ଗୁଡ଼ିକର ସାରାଂଶକୁ ଚିନ୍ତା କରିବା। ଉପାସନାରେ ନିପୁଣ ଉପାସନା ଦଳର ନେତା ଆସଫଙ୍କ ଗୀତ ଜାରି ରହିଛି। ଏହା ଈଶ୍ୱରଙ୍କ ମନ୍ଦିରର ଗୌରବ ସମ୍ବନ୍ଧୀୟ ସିୟନର ଗୋଟିଏ ଗୀତ ଅଟେ। ଜେରୁସାଲମ ଉପରେ ବିଦେଶୀ ରାଜ୍ୟଗୁଡ଼ିକର ଆକ୍ରମଣ ଯୋଗୁଁ ଦେଶ ପ୍ରତି ରହିଥିବା ସଙ୍କଟରୁ ଜେରୁସାଲମ ଈଶ୍ୱରଙ୍କ ସହାୟତାରେ ବିଜୟୀ ହେଲା ଉତ୍ତାରେ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ତାହାଙ୍କର ପ୍ରଶଂସା କରନ୍ତି। ତାହାଙ୍କର ସମସ୍ୟା ସମୟରେ ଈଶ୍ୱର ତାଙ୍କୁ ପରିତ୍ୟାଗ କରିଥିବା ପରି ମନେ ହୁଏ, କିନ୍ତୁ ଆସଫ ତାଙ୍କ ଜୀବନର ଦୁର୍ବଳତାକୁ ସ୍ୱୀକାର କରି ପବିତ୍ର ଓ ମହାନ ଈଶ୍ୱରଙ୍କର ପ୍ରଶଂସା କରନ୍ତି ଏବଂ ଈଶ୍ୱରଙ୍କ ଶକ୍ତିରେ ଭରସା ରଖିବା ପାଇଁ ନିଜକୁ ଉତ୍ସାହିତ କରନ୍ତି। ସେ ମିଶରରୁ କରିଥିବା ମୁକ୍ତିର ଯାତ୍ରାକୁ ଓ ଯାତ୍ରା ସମୟରେ ପ୍ରାନ୍ତର ମଧ୍ୟରେ ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ କ୍ରିୟାଗୁଡ଼ିକୁ ସ୍ମରଣ କରି ଏଠାରେ ବର୍ଣ୍ଣନା କରନ୍ତି। ଈଶ୍ୱରଙ୍କ ଆଶ୍ଚର୍ଯ୍ୟ କ୍ରିୟାଗୁଡ଼ିକୁ ଦେଖିବା ସତ୍ତ୍ୱେ ସେମାନେ ଈଶ୍ୱରଙ୍କ ପ୍ରତି ବିଦ୍ରୋହାଚରଣ କଲେ। ମାତ୍ର ଈଶ୍ୱର ତାହାଙ୍କ ପ୍ରତିଜ୍ଞା ଗୁଡ଼ିକୁ ବିଶ୍ୱସ୍ତ ଭାବରେ ପୁରା କରିଥିବାରୁ ଆସଫ ତାହାଙ୍କର ପ୍ରଶଂସା ଓ ଧନ୍ୟବାଦ କରୁଅଛନ୍ତି। ଗୀତ ରଚକ ଆସଫ ଉଚ୍ଚ ସ୍ୱରରେ କ୍ରନ୍ଦନ କରି କୁହନ୍ତି ଯେ ଇସ୍ରାଏଲ ତାହାର ପ୍ରତିବାସୀମାନଙ୍କ ଦ୍ୱାରା ଅପମାନିତ ଓ ନିନ୍ଦିତ ହୋଇଅଛି ଓ
ଓ ମଧ୍ୟ ସେ ସ୍ୱୀକାର କରନ୍ତି ଯେ ସେମାନଙ୍କର ପାପ ହିଁ ଜେରୁସାଲମ ବିନଷ୍ଟ ହେବାର କାରଣ ଅଟେ। ସେ ଈଶ୍ୱରଙ୍କ ପରିତ୍ରାଣର ଅନ୍ୱେଷଣ କରନ୍ତି। ପୁଣି ଈଶ୍ୱର ଓ ଇସ୍ରାଏଲର ସମ୍ପର୍କକୁ ମେଷପାଳକ ଓ ମେଷ, ରାଜା ଓ ପ୍ରଜା ଏବଂ କୃଷକ ଓ ଦ୍ରାକ୍ଷାଲତା ବା ଦ୍ରାକ୍ଷାକ୍ଷେତ୍ର ସହିତ ତୁଳନା କରିଛନ୍ତି। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶ ଗୁଡ଼ିକର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।